ଆଜ୍ଞା ଦିନକୁ ତ 21,600 ନାମ ଚାଲିଛି। କୋଉଠୁ କହୁଛ? ଆଜ୍ଞା ମୁଁ ଖୋର୍ଦ୍ଧା ଜିଲ୍ଲାରୁ ଗୁରୁ କରିଛ ନା? ଗୁରୁ କରିଛି। ଆଚ୍ଛା 21,600 ଥର ଚାଲିଛି, କ'ଣ ହେଲା? ଆଜ୍ଞା ଯୋଉ 21,600 ଥର ଚାଲିଛି ତ ତେବେ 21,600 ଯୋଉ ଯାଉଛି ଆସୁଛି ଯାଉଛି ଆସୁଛି ସେ ଯିବା ଆସିବା ଗୋଟେ ଥର ନା ଯିବା ଗୋଟେ ଥର ଆସିବା ଗୋଟେ ଥର ଦିଥର ସେଇଟା? ଦିଥର ନା, ଯିବା 2 ସେକେଣ୍ଡ ଆସିବା 2 ସେକେଣ୍ଡ, ନାଇଁ ଯିବା ଆସିବା ମିଶିକି 4 ସେକେଣ୍ଡ, ଯିବା 2 ସେକେଣ୍ଡ ଆସିବା 2 ସେକେଣ୍ଡ ହେଲା 4 ସେକେଣ୍ଡ, ତେଣୁ 4 ସେକେଣ୍ଡ ହେଲେ ଆମର ମିନିଟ ହେଲା 15 ଥର, ନୁହେଁ କି? ଘଣ୍ଟା ହେଲା 900 ଥର, ଆଉ 24 ଘଣ୍ଟା ହେଲା 21,600 ଥର। ହଁ 21,600 ଥର। ଆଜ୍ଞା ତାହେଲେ ସେଇଟା ଯିବାକୁ ଥରେ ଆସିବାକୁ ଥରେ 2 ଥର ହିସାବ ହବ? ଯିବା ଆସିବା ତ ସେ ଥରେ, ଆଉ ଯିବା ଆସିବା ମିଶିକି ଥରେ, ସେଇଟା 4 ସେକେଣ୍ଡ। ଯିବା 2 ସେକେଣ୍ଡ ଆସିବା 2 ସେକେଣ୍ଡ ହେଇକି 4 ଥର, 2 ଥର, ଭିତରକୁ ସେ ଗୋଟେ ଥର ତାର 21,600 ହେଲେ ଗୋଟେ ଥରରେ ହିସାବ ଆଉ ନା କ'ଣ? ଆଜ୍ଞା ଆପଣ ତ ନିର୍ବିକଳ୍ପ ବା ଆଉ କିଛି ପ୍ରଭୃତି ନାହିଁ। ଆପଣ ଆମେ ଯୋଉ ଆମିଷ ଖାଇବା ଖାଇବାନି କି ସେ ପିଆଜ ରସୁଣ ଖାଇବା ଖାଇବାନି, ଆଜ୍ଞା ଆପଣ ସେ ବାବଦରେ କ'ଣ କହିବେ? ନାଇଁ ତମେ ପ୍ରଥମେ ସାଧନା କଲେ ତମେ ସବୁ ଗୁଡାକ ବାରଣ କରିବାକୁ ପଡିବ। ପିଆଜ ରସୁଣ ଖାଇବ ନାହିଁ, ଆମିଷ ଖାଇବ ନାହିଁ, ଏଗୁଡ଼ା କରିସାରିକି ତମେ ଯେତେବେଳେ ଉପରକୁ ଯିବ ସେଇଠୁ ତମେ ଯାହା ଖାଇଲେ ଚଳିବ। ଆଜ୍ଞା ଆପଣ ତ ଶୀର୍ଷରେ ପହଞ୍ଚିଲେଣି, ଆପଣ ସବୁ ଆମିଷ ଫାମିଷ ସବୁ ଖାଦ୍ୟ ଗ୍ରହଣ କରୁଛନ୍ତି ନା ନାଇଁ? ସବୁ କିଛି ଇଏ ରହୁଛି? କିଛି କରୁନାହିଁ, ମୁଁ ଖାଲି କହୁଛି, ବୁଝିଲ ନା? ମୁଁ କହୁଛି ୟୁଟ୍ୟୁବରେ, ମୁଁ କିଛି କରୁନାହିଁ। ନାଇଁ ଆପଣ ତାହେଲେ ସେଗୁଡାକ ସବୁ ତ୍ୟାଗ କରିଦେଇଛନ୍ତି ଆପଣଙ୍କର? ସେ ସବୁ କଥା ଜାଣିବା ଆବଶ୍ୟକ ନାହିଁ, ଆଗେ ନିଜକୁ ସଂଶୋଧନ କର, ହେଲା? ସେଗୁଡାକ ଜାଣିବା କ'ଣ ଦରକାର, ଆଗେ ନିଜକୁ ସଂଶୋଧନ କର। ରୋଗୀ ଡାକ୍ତରଖାନାକୁ ଯାଇଛି ତା ରୋଗ ଭଲ କରିବା ପାଇଁ, ଡାକ୍ତରକୁ ଯେ ଆପଣଙ୍କ ସାର୍ଟଟା ଭଲ, ଆପଣଙ୍କ ପ୍ୟାଣ୍ଟଟା ଭଲ, ଆପଣଙ୍କ ନିଶଟା ଭଲ, ଏଗୁଡାକ ରୋଗୀର ଜାଣିବା ଦରକାର ନାହିଁ। ରୋଗୀର ଯାଇଛି ରୋଗ ଭଲ କରିବ, ସେ କଥା ସେ ବୁଝିବ, ଡାକ୍ତର ତାର ଯେମିତି ହଉ, ସେଇଭଳି ପ୍ରକାର କଥା। ତମେ ଏଗୁଡାକ ବୁଝିବା ଦରକାର ନାହିଁ, ତମର କ'ଣ ସଂଶୋଧନ କରିବା କଥା କର। କ'ଣ ପାଇବ ସେଇଟା ଟିକେ ଜାଣିବାକୁ ଚାହୁଁଥିଲି। ତାପରେ ହେଲେ ଆମେ ଯଦି ସାଧନା ନ କରିପାରିବ, ସଦ୍ଗୁରୁଙ୍କର ସେବା କର। ସଦ୍ଗୁରୁଙ୍କ ଯୋଉ ନାମକୁ ସ୍ମରଣ କରିକିରି ଗୁରୁଙ୍କ ସହିତ ସମ୍ପର୍କ ରଖିଲେ ସେ ସବୁ ଗୁଡାକ ନିଶ୍ଚୟ ପାୱାର ଆସିବ। ଗୁରୁଙ୍କ ଆଶୀର୍ବାଦ। ଆପଣ ମୋ ଗୁରୁ, ମୁଁ ତ ଆଉ କୁଆଡେ ଯିବାର ବଳ ନାହିଁ କି କୋଉଠି ତ ଯାଇପାରିବିନି, ମୋ ସିଚୁଏସନ ସେମିତି। ମୋ ବାବା ଦୟାନିଧି ବାବାଙ୍କୁ ସେଇଦିନରୁ ଗୁରୁ ବୋଲି ଭାବି ଦେଇଛି। ବାସ୍ ଯଦି ଭାବି ଦେଇଛୁ, ଶୁଣ ମା ଗୋଟେ କଥା ହଉଛି, ମୁଁ ମୋର ସ୍ୱ ଅନୁଭୂତି କହୁଛି ଯେ ଗୁରୁଙ୍କ ଗୃହକୁ ମଝିରେ ମଝିରେ ଆସିବ, ତାଙ୍କ ସହିତ ସୁସମ୍ପର୍କ ରଖିବ, ହେଲା? ଗୋଟେ କଥା ମୁଁ ବୁଝଉଛି, ଦେଖ ଗୋଟେ ଲୋକକୁ ଆମେ ନୂଆ ଦେଖିଲେ ଆଉ ଏତେ ସମ୍ପର୍କଟା ହେଇପାରିବ କି? ବାରମ୍ବାର ମିଶିବା ଦ୍ଵାରା ତମ ସହିତ, ତମ ହୃଦୟ ସହିତ ଗୁରୁଙ୍କର ହୃଦୟ ମିଶିଲା। ଗୁରୁ ନିଶ୍ଚିନ୍ତ ଦିନ ଆସିବ, ତମକୁ ସବୁ ଜିନିଷ ସବୁ ବତେଇବେ, ଆସିବା କେବଳ ଭଲ ପାଇବା ଦ୍ଵାରା ମା ସବୁ କିଛି হয়, ବୁଝିଲ? ସେଠି ସମ୍ପର୍କ ରଖିକି ଗୋଟେ କଥା ହଉଛି, ସେବା ବିନା ଚୁରା ବା ବନ୍ଧୁକ ଦେଖାଇ କାହାଠାରୁ ଜ୍ଞାନ ଆଦାୟ କରାଯାଇ ନପାରେ। ସେବା ଅର୍ଥ ଯେ ଗୁରୁଙ୍କ ଖାଲି ପାଦ ସେବା କରିବ ତା ନୁହେଁ। ଗୁରୁ ସେବା ଅର୍ଥ ଗୁରୁଙ୍କ ନାମକୁ ଅହରହ ମନନ କରିବ, ଗୁରୁଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବ, ହେଲା କି? ଫଳଟିଏ ଯାହା ହେଲା ଗୁରୁଙ୍କ ପାଖରେ ଆଣିକି ସମର୍ପଣ କରିବ। ଟଙ୍କା ପଇସାରେ କିଛି ନୁହେଁ। ଗୁରୁଙ୍କ ସହିତ ଆମ ଗୁରୁ କହିଲେ ମିଶୁ ମିଶ୍ର। ତମେ ବାରମ୍ବାର ଏଠିକି ଆସିକି ସମ୍ପର୍କ ରଖିଲେ, ଆମେ ଧର ଶହ ଲୋକ ଆସୁଛନ୍ତି, ମୁଁ ସମସ୍ତଙ୍କ ମନେ ରଖିପାରୁଛି? ତମ ଭିତରୁ ଯିଏ ବାରମ୍ବାର ଆସିକି ଏଠି ସମ୍ପର୍କ ରଖିଲା, ସେମାନଙ୍କର ମନଟା ତାଙ୍କ ପାଖରେ ଏମିତି କର। ଗୁରୁ ନାମ ନେଇକିରି ଗୁରୁଙ୍କ ସହିତ, ଗୁରୁ ଆଶ୍ରମ ସହିତ ସମ୍ପର୍କ ରଖ, ଧୀରେ ଧୀରେ ତମର ଏସବୁ କାମ ହେଇଯିବ ଆଉ। ମୁଁ ଆପଣଙ୍କୁ ଗୁରୁ ବୋଲି ଭାବି ଦେଇଛି। ତାପରେ ଯୋଉ ବାପା ଦୟାନିଧି ବାବାଙ୍କୁ ସେଇଦିନ ଦେଖିଲା ଦିନରୁ ମୋ ଫଟୋକୁ ଦେଖି ମୁଣ୍ଡିଆ ମାରେ, ଆଉ ମୁଁ ତ ଆଉ କୁଆଡେ ଯାଇପାରିବିନି, କିଏ ତ ମୋର ଏତେ ନେଇପାରିବିନି, ଆଉ ମୁଁ ଆପଣଙ୍କୁ ମନେ ମନେ ଭାବି ଦେଇଛି। କିଛି ଅସୁବିଧା ନାହିଁ, ବହୁତ ଭଲ ହେଲା। ସଂସାର ଲୋକ ସାଧନା ନ କର, ସାଧନା କ'ଣ ଦରକାର? ଆମ ଠାକୁର କହିଲେ ସଂସାରୀ ଲୋକଙ୍କ ପାଇଁ ବଣ ଜଙ୍ଗଲ ଗିରି ଗୃହର ଆବଶ୍ୟକ ନାହିଁ।
ବୁଝିଲ ସେମାନେ ମାନେ ସଂସାରରେ ରହି ଗୃହକର୍ମ କରିକି ଈଶ୍ୱର ଉପଲବ୍ଧ କରାଯାଇପାରେ। ତେଣୁ ତୁ ଚିନ୍ତା କରନା। ଏ ଆମର ଯୋଉ ଦୟାନିଧି ପରମହଂସ ତାଙ୍କର ବା ଶହ ଶହ ଲୋକ ଏମିତି ଖାଲି ଉପଦେଶ ନେଇକି ଗୁରୁଙ୍କ ଆଶୀର୍ବାଦରୁ ବହୁତ ବାଟ ଉପକୃତ ହେଇଛନ୍ତି। ବୁଝିଲ ନା କିଛି ଅସୁବିଧା ହବ ନାହିଁ, ତୋର ଅସୁବିଧା କିଛି ହବନି। ହଉ ବାବା ଆପଣଙ୍କ ମୁଁ ତ ଆପଣ ଏମିତି ବିଶ୍ୱାସ କରିବେନି ମୋର ହଉଛି ଆମ କଣ ଅନୁଭବ କରିବି ଟିକେ ଶୁଣ ଅନୁଭବର ସୂତ୍ରପାତ ଗୋଟିଏ କଥା, ଗୁରୁ ଉପଦେଶ ନ ନେଲା ପର୍ଯ୍ୟନ୍ତ ଅନୁଭବ କେମିତି ଆସିବ? ବାଇଲେ କହିଲେ କି ହବ, ଅନୁଭବ କଲେ ପାଇ। ଆଉ ଜୀବନ ଗତିଟି ମୂଳ ଅନୁଭବ, ଗୁରୁ ବିନା ଗତି ନାହିଁ। ତୁ ଯୋଉ କଥା କହୁଛୁ ଏଠିକି ତ ଆସିପାରିବୁନୁ, ଏଣେ କୋଉଠୁ ଅନୁଭବ କରିବୁ ଯୋଉଟା ସମ୍ଭବ ନୁହେଁ। କଣ ମୁଁ ଯାହା ଜାଣେ ବୁଝିପାରିଲ। ତେଣୁ ଗୋଟେ କଥା ହଉଛି ସେ ଲାଇନ ହେଲେ ଯାହା ହବ। ହଉ ଆପଣଙ୍କର ଆଶୀର୍ବାଦ, ଏମିତି ମଝିରେ ମଝିରେ ଟିକେ କଥା ହେବି।